ମାଆଙ୍କର ବୈଶାଖ ମାସରେ ବୈଶାଖ ପୂର୍ଣ୍ଣମୀ ଦିନ ଝାମୁ ତା ହୋମ ହବ ଝାମୁ ଚାଲିବେ ଯାହାର ଯାହା ମାନସିକ ଥିବ ସେଠି ମାନସିକ କରିବ ତାର ପୂରଣ ହବ। ମା ତ ମୋର ସବୁ ବିଶ୍ୱାସ ଅଛି ନା ମୁଁ ଯାହା ମାଆକୁ କହିଛି ମୋ ମନ ବାଛା ପୂରଣ କରିଛି ମା ମୋର ଫୁଲ ବିଶ୍ୱାସ। ମୁଁ 35 ହେଲା ତାକୁ ବିଶ୍ୱାସ କରି ତା ପାଖେ ପଡ଼ିଛି। 3 ବର୍ଷ ହେଲା ମା ନୂଆ କାରବାର ହେଲେ 7 ପୁରୁଷ ନୂଆ ହେଇଥିଲେ କାଠି ଆସିନଥିଲେ ମୋଟେ ଦେବୀ ପସନ୍ଦ ହେଲେ ମତେ ଗାଁରେ ବି ଗାଈ ଗର୍ଜନ କଲେ କହିଲେ ତୁ ମିଛରେ ଅଭିନୟ କରୁଛୁ। ମୁଁ ଅଭିନୟର ପରିଚୟ ଆଜି ଦେଖେଇଲି ହୋମରେ ବସିଲି ଝାମୁରେ ଚାଲିଲି ଆଉ କ'ଣ ମୋ ଗାଁର ସଂସାରର ଜୟ ହଉ ମୋ ଗ୍ରାମର ଜୟ ହଉ। କଣ୍ଠିପୁର ଗ୍ରାମର ପ୍ରସିଦ୍ଧ ମା ଖଣ୍ଡୁଆଳି ଏ ଚାରିଖଣ୍ଡି ମୌଜାର ପ୍ରସିଦ୍ଧ। ଆମେ ଜନ୍ମ ନ ହେବା ପୂର୍ବରୁ ଆମ ଜେଜେ ବାପା ତାଙ୍କ ବାପା ଆମ ବାପା ମାନେ ବି ଆମ ଗାଁର ଆଖପାଖ ଲୋକମାନେ ବି ଏ ଝାମୁ ଚାଲିଛନ୍ତି। ପୂର୍ବରୁ ବହୁତ ଲୋକଙ୍କର ମାନସିକ ବି ପୂରଣ ହୋଇଥାଏ। ଆମର ତାଙ୍କ ନାଁ ମୁଁ ଜାଣିନି ବହୁତ ପୂର୍ବରୁ ସେ ଜୀବ କାଟିକି ବି ପଡ଼ିଥିଲେ ଏଠି। ଆମେ ଖଣ୍ଡୁଆଳିଙ୍କର ମୁଖ୍ୟ ପୂଜକ ଠାକୁରଙ୍କର ପ୍ରତିବର୍ଷ ଝାମୁ ଯାତ୍ରା କରାଯାଏ। ଆଜିକି ପ୍ରାୟ 150 ବର୍ଷ ପୂର୍ବରୁ ଏ ଝାମୁ ଯାତ୍ରା ହେଉଥିଲା କିନ୍ତୁ ଆଜି ପ୍ରଭୁଙ୍କର ମା ଖଣ୍ଡୁଆଳି ଦେବୀଙ୍କର ଝାମୁ ଯାତ୍ରା ଯେଉଁ 600 ମିଟର ଓ ଯେଉଁ ଝାମୁ ହେଇଛି ସମସ୍ତ ପିଲାମାନେ 17ଟି ଝାମୁ ହେଇଛି। 17ଟି ଝାମୁ ଭିତରୁ ଗୋଟିଏ 600 ଝାମୁ ହେଇଛି ଆଉ 100 ମିଟର 200 ମିଟର 120 ମିଟର ଏମିତି ସବୁ ଝାମୁ ହେଇଛି। ସକାଳୁ ମାଙ୍କର ଅବକାଶ ବେଶ ତରପ ଲାଗି ଆଉ ଯଜ୍ଞ କାର୍ଯ୍ୟ ଷୋଡ଼ଶୋପଚାର ପୂଜା ଆଉ ସ୍ନାନ ଯାତ୍ରା ସମସ୍ତ କର୍ମ ନୀତିକାନ୍ତିରେ କରାଗଲା। ଯଜ୍ଞ କର୍ମ ହେଲା ଠାକୁର ଚଣ୍ଡୀ ପାଠ ଗୀତା ଯଜ୍ଞ ବିଷ୍ଣୁ ସହସ୍ରନାମ ଓ ହନୁମାନ ଚାଳିଶା ପାଠ କରି ମହାପ୍ରଭୁଙ୍କର ଯାଗ ଲଗାଯାଇଥିଲା। ଏ ଠାକୁରଙ୍କର କରୁଣା ହେଉଛି ଏ ଅଗ୍ନିରେ ଯେ ଚାଲିବ ତାଙ୍କୁ ଭଗବାନ କୋଳରେ ସନ୍ତାନ ସନ୍ତତି ଦେବେ ତାଙ୍କ ପରିବାରର ବା ତାଙ୍କ ବନ୍ଧୁବାନ୍ଧବର ଦୃଷ୍ଟ ଗ୍ରହ ଖଣ୍ଡନ କରନ୍ତି ମା। ତ ନିଶ୍ଚିତ ଭାବରେ ଆମ କଣ୍ଠିପୁର ଗ୍ରାମବାସୀଙ୍କ ପାଇଁ ଆମର ଏଇ କଣ୍ଠିପୁର ଗ୍ରାମ ତିଗିରିଆରେ ଗୋଟେ ଛୋଟିଆ ଗ୍ରାମ ହେଲେ ମଧ୍ୟ ଆମର এই ପ୍ରସିଦ୍ଧ ଠାକୁରାଣୀଙ୍କର ମହିମା ଅପାର। ଏଠାରେ ପ୍ରତିବର୍ଷ এই ବୈଶାଖ ପୂର୍ଣ୍ଣିମା ଦିନ এইଭଳି ଝାମୁଯାତ୍ରା ହୁଏ ଏବଂ ଗ୍ରାମର ସମସ୍ତ ଲୋକମାନେ ନିଜର ସମସ୍ତ ପ୍ରକାର ମାନେ ଅହିଂସା ରାଗ ରୁଷାକୁ ପ୍ରତ୍ୟାଖ୍ୟାନ କରି ଏକ ମନ ଏକ ପ୍ରାଣ ହେଇ ସମସ୍ତେ এই ଯାତ୍ରାକୁ ସଫଳ କରିବାକୁ ଉଦ୍ୟମ କରିଥାନ୍ତି। ବିଶେଷ କରି ଆମ ଗ୍ରାମର ଯେଉଁ ଯୁବପିଢ଼ି ଅଛନ୍ତି ସେମାନଙ୍କର ଅବଦାନ ଏଥିପାଇଁ ଅତୁଳନୀୟ ଏବଂ ମାଙ୍କର ଯାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି ବହୁତ ସୁରୁଖୁରୁରେ ମଧ୍ୟ ହେଉଛି ଏବଂ ବହୁତ ବଢ଼ିଆ ଯାତ୍ରା ହେଇଛି ଏବଂ 17ଟି ଝାମୁ ଯାତ୍ରା ହେଇଛି ଏବଂ 6 7 ଦୀର୍ଘ ଯାତ୍ରା ଗୋଟେ ଝାମୁ ଯାତ୍ରା ହେଇଛି।